ପିଲାମାନେ ଆଜି ତୃତୀୟ ଶ୍ରେଣୀର ପିଲାମାନେ ଆମେ କ'ଣ କରିବା ଗଣିତର ପ୍ରଥମ ଚାପ୍ଟର କରିସାରିଛି ପିଲାମାନେ। ଆଜି କ'ଣ କରିବା ଗଣିତର ଦ୍ୱିତୀୟ ଚାପ୍ଟର କ'ଣ କରିବା ପିଲାମାନେ ଖେଳନାର ମଜା ଉତ୍ତର କରିବା। ପିଲାମାନେ ଭଲ କରି ବୁଝଉଛି ବୁଝିନିଅ, ଖାତା କାଢ଼ି ସବୁ ଆନ୍ସର ଗୁଡ଼ିକ କେମିତି ଲେଖୁଛି ତୁମେ ଲେଖିନିଅ। କ'ଣ କରିଯିବ ଦେଖ ପିଲାମାନେ ଲେଖିଛି ପ୍ରତ୍ୟେକରୁ କେତୋଟି ଲେଖାଏ ନେଇଛି ତ ସମଘନ କେତୋଟି ପିଲାମାନେ ସମଘନ କେତୋଟି ପିଲାମାନେ ଦୁଇଟି ଲେଖିବ। ସମଘନ ଦୁଇଟି ସମଘନ କେତେ ଲେଖିବ ପିଲାମାନେ ସମଘନ ହେଉଛି ଦୁଇଟି। ଆୟତଘନ ପିଲାମାନେ କେତୋଟି ହେବ ଆୟତଘନ ଚାରିଟି। ଏଠି ଚିତ୍ର ଯେ କରିଛି ଆୟତଘନ କେତୋଟି ପିଲାମାନେ ହେବ ଚାରିଟି। କୋଣ କେତୋଟି ପିଲାମାନେ କୋଣ ଏଠି କେତୋଟି ଅଛି একটি। କୋଣ ହେଉଛି একটি। ସିଲିଣ୍ଡର ପିଲାମାନେ କେତୋଟି ସିଲିଣ୍ଡର ବି ପିଲାମାନେ ଅଛି একটি। ତ ବୁଝିପାରିଲ ପିଲାମାନେ। ଆଉ ଥରେ ବୁଝ ସମଘନ এই যে ଚିତ୍ର କରିଛି ନା ଏ ଝିଅଟି ଜୟା, ତ ଜୟା ଯେ ଚିତ୍ର କରିଛି ତ ଏଠି ଯେ ଆୟତଘନ ପିଲାମାନେ ଅଛି ଚାରିଟି। ଆୟତଘନ ପିଲାମାନେ ଚାରିଟି ଲେଖିଛି, ସମଘନ ଦୁଇଟି, କୋଣ একটি ଆଉ ସିଲିଣ୍ଡର একটি। ବୁଝିଗଲ ପିଲାମାନେ। ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ଅଛି ଦେଖିବା ଆମେ। ଲେଖା ହେଇଛି ଦୀପିକାର ଖେଳନାକୁ ଲକ୍ଷ୍ୟ କର, ସେଗୁଡ଼ିକ ଲେଖ। ତ ଲାଲ ସିଲିଣ୍ଡର କେତେଟି ହେବ ପିଲାମାନେ ଏଟା ବି একটি ହେବ। ହଳଦିଆ ସିଲିଣ୍ଡର ପିଲାମାନେ କେତେଟି ହେବ ଦୁଇଟି। ଧୂସର ପିଲାମାନେ କେତେଟି ହେବ একটি। ନୀଳ କେତେଟି ହେବ ପିଲାମାନେ ନୀଳ ବି ହେବ একটি। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। କ'ଣ ଅଛି ଆସ ଆଲୋଚନା କରିବା। ଏଇ ଖେଳନାକୁ ଦେଖିବ, ଏଇ ଖେଳନାକୁ ଦେଖି କ'ଣ କରିବା ଆଲୋଚନା କରିବା। ତ ପିଲାମାନେ ଦେଖ ଆଲୋଚନା କେମିତି କରିବା ଲେଖା ଅଛି। ଏଟା ଲେଖିଛି କେତୋଟି ଦେଖ କେଉଁ କେତେ ଏଟା କ'ଣ ପିଲାମାନେ କୋଣ ଦୁଇଟି ଆକୃତି ଅଛି, ଗୋଟେ ଅଛି କୋଣ ଏଟା ହେଉଛି କୋଣ ଜାଣିଛ, ଆଉ ଏଟା ହେଉଛି ସିଲିଣ୍ଡର। ଦୁଇଟା ଆକୃତି ହେଲା ତାର, ଗୋଟେ ହେଉଛି କୋଣ ଗୋଟେ ହେଉଛି ସିଲିଣ୍ଡର। ପିଲାମାନେ ଟିକେ ପିଲାମାନେ ଲେଖିବ ଏଟା ଲେଖିବ ପିଲାମାନେ କୋଣ କୋଏକରେ କୋ ଲେଖିବ, କୋଏକରେ କୋ ଦନ୍ତେନ ହଳନ କୋଣ। ଆଉ କ'ଣ ଲେଖିବ ପିଲାମାନେ ଏଟା ଲେଖିବ ସିଲିଣ୍ଡର ଦନ୍ତେ ସି ଲୟଶୈଲି ମୁଧ୍ୟାଣ୍ଡ ଲେଖିବ ର ସିଲିଣ୍ଡର। ଏଟା କ'ଣ ପିଲା ଗୋଲକ ହବ, ଗୋଟିଏ ହବ ଗୋଲକ କ'ଣ ପିଲାମାନେ ହବ ଗୋଲକ, ଆଉ ଗୋଟେ କ'ଣ ପିଲାମାନେ ଏଟା ହବ ସିଲିଣ୍ଡର କ'ଣ ହବ ଏଟା ବି ହବ ସିଲିଣ୍ଡର। ମାନେ ଦୁଇଟା କରି ଚିତ୍ର ଅଛି ତ ସିଲିଣ୍ଡର ଓଟା ଗୋଟେ ଚିତ୍ର ଦୁଇଟି କରି ଚିତ୍ର ଅଛି। ଏଟାରେ କ'ଣ ହବ ପିଲାମାନେ ଏଟାରେ କ'ଣ ଲେଖିବ ପିଲାମାନେ କହିଦେଉଛି। ଏଟା ଲେଖିବ ଗୋଟେ ଅଛି କୋଣ ଅଛି କୋଣ ଲେଖିବ ହେଲା, ଆଉ ଗୋଲ ଅଛି ମାନେ ଗୋଲକ ବି ହବ ଗୋଲକ ଲେଖିବ। କୋଣ ହେଲା ଗୋଲକ ହେଲା, ଆଉ କ'ଣ ହବ ଏଟା ସିଲିଣ୍ଡର ବି ହବ, ତିନିଟା ହବ ସିଲିଣ୍ଡର ବି ହବ। ଓକେ ମୁଧ୍ୟାଣ୍ଡ ର ସିଲିଣ୍ଡର ଏଟା ମୁଧ୍ୟାଣ୍ଡ। ଏଟାରେ କ'ଣ ହବ ପିଲାମାନେ ଏଟାର ହବ ସମଘନ ଆୟତଘନ ଦୁଇଟା ଅଛି, ଗୋଟେ ଅଛି ସମଘନ ଅଛି ପିଲାମାନେ, ଆଉ ଏଟା କ'ଣ ଅଛି ଆୟତ ଘନ। କ'ଣ ଅଛି ପିଲାମାନେ ଆୟତ ଘନ। ଆୟତ ଆ ଅନ୍ତେସ୍ତ ୟତ ଆୟତ ଘନ ଆୟତ ଘନ। ବୁଝିଗଲ ପିଲାମାନେ। ଏଟା ହେଉଛି କୋଣ ସିଲିଣ୍ଡର, ଏଟା ହେଉଛି ଗୋଲକ ସିଲିଣ୍ଡର, ଏଟା ହେଉଛି କୋଣ ଗୋଲକ ସିଲିଣ୍ଡର, ଏଟା ହେଉଛି ଆୟତ ଘନ ସମଘନ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। କ'ଣ ଦେଖିବା ଏଟା କରିସାରିଛି ତ ନେକ୍ସଟ ପ୍ରଶ୍ନକୁ ଯିବା। ଆସ କାମଟି କରିବା। ତୁମ ଶ୍ରେଣୀ କୋଠରୀରେ ଆକୃତି ବସ୍ତୁ ଅଛି, ତ ତୁମ ଶ୍ରେଣୀ କୋଠରୀରେ ବସ୍ତୁ ଅଛି ଲେଖିବ। ସିଲିଣ୍ଡର କ'ଣ କ'ଣ ଅଛି ଯଦି ଅଛି ସେଗୁଡ଼ିକ ନାମ ଲେଖିବ। ତ ପିଲାମାନେ କହିଦେଉଛି ଦେଖ କ'ଣ କ'ଣ ଅଛି ଲେଖିବ। ତୁମ ଶ୍ରେଣୀ କୋଠରୀରେ କ'ଣ ଅଛି ଗ୍ଲାସ ଅଛି, ଟିକେ ପିଲାମାନେ ଶ୍ରେଣୀ କକ୍ଷରେ ତୁମ ଶ୍ରେଣୀ କକ୍ଷରେ କ'ଣ କ'ଣ ଗ୍ଲାସ ଅଛି ଲେଖିବ। ତ କ'ଣ କ'ଣ ଲେଖିବ ପିଲାମାନେ ସେଟା ହେଉଛି ଗ୍ଲାସ ଲେଖିବ, ଗ୍ଲାସ ଅଛି, ଚକ୍ ଅଛି ଚକଖଡ଼ି ଅଛି, ଆଉ କ'ଣ ଅଛି ପିଲାମାନେ ଆଉ ଟିଣ ଅଛି, ଟିଣ ଟସଟି ମୁଧ୍ୟାଣ ଟିଣ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ ବାଡ଼ି, ବାଡ଼ି ବାଡ଼ି ବି ସିଲିଣ୍ଡର ନହେଲେ ପେନସିଲ ବି ଲେଖିପାରିବ। ଓକେ ଗୋଲକ ଜିନିଷ କ'ଣ କ'ଣ ଅଛି ପିଲାମାନେ ତୁମ ବିଦ୍ୟାଳୟରେ କ'ଣ କ'ଣ ଅଛି ବଲ୍ ଅଛି ହେଲା, ଘଣ୍ଟା ଅଛି, ଆଉ କ'ଣ କ'ଣ ଗୋଲ ଜିନିଷ ଅଛି ପିଲାମାନେ ତୁମର ଅଛି ଥାଳି ଅଛି ହେଲା। ଆଉ କ'ଣ ଲେଖିବ ପିଲାମାନେ ଗୋଲ ଜିନିଷ କହିଛି ଗାମଲା ଅଛି ଲେଖିପାରିବ, ଗାମଲା ବି ଲେଖିପାରିବ ବା ତସଲା ଲେଖିପାରିବ ଗାମଲା। ଓକେ
ସମଘନ ଜିନିଷ ପିଲାବେଳେ କ'ଣ ହେବ? ତୁମ ଶ୍ରେଣୀ କକ୍ଷରେ କ'ଣ କ'ଣ ଅଛି ଜିନିଷ ହେଉଛି? ସମଘନ ଜିନିଷ କ'ଣ କ'ଣ ଅଛି ପିଲାମାନେ? ଲୁଡ଼ୁ ଗୋଟି ଅଛି, ଯାହା ଅଛି ଲେଖିବ, ଅଛି କି ଯଦି ଅଛି ଲେଖିବ। ଲୁଡ଼ୁ ଗୋଟି ଅଛି ବିଦ୍ୟାଳୟରେ, ଲୁଡ଼ୁ ଗୋଟି। ଆଉ କ'ଣ ଲେଖିବ? ରୁବିକ୍ସ କ୍ୟୁବ୍, ରୁବିକ୍ସ କ୍ୟୁବ୍। ଓକେ, ଆୟତଘନ କ'ଣ ଅଛି ପିଲାମାନେ? ଡଷ୍ଟର ଅଛି, ଡଷ୍ଟର ଅଛି। ଆଉ କ'ଣ ଅଛି ପିଲାମାନେ? କବାଟ ଅଛି। ଆଉ କ'ଣ ଅଛି ପିଲାମାନେ? ଇଟା ଅଛି। ଆଉ କ'ଣ ଅଛି ପିଲାମାନେ? ବହି ଅଛି ଲେଖିପାରିବ। କ'ଣ ଅଛି ପିଲାମାନେ? ଯଦି ଅଛି ଲେଖିବ। କ'ଣ କି ଜିନିଷ ତୁମ ଅଛି ଯଦି ବିଦ୍ୟା ଲେଖିବ, କିନ୍ତୁ ସାଧାରଣତଃ କ'ଣ ଅଛି? ଟୋପି ଅଛି ଲେଖିପାରିବ, ଟୋପି ଅଛି ହେଲା। ତୁମ ଶ୍ରେଣୀ କକ୍ଷରେ ୟାକୁ ତ କିଛି ବସ୍ତୁ ଅଛି କି? ଯଦି ଅଛି ଲେଖିବ, ଯଦି ନାହିଁ ଲେଖିବ ନାହିଁ। ଓକେ, ତ ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ପିଲାମାନେ କ'ଣ ଅଛି? କେଉଁ ବସ୍ତୁର ସବୁଠାରୁ ଅଧିକତର, ଯେଉଁଗୁଡ଼ିକ ନାମ ଲେଖିଲ କେଉଁଠି ଅଧିକତର ପାଇଲ? ଲେଖିବ ଆୟତ ଘନ। ଆୟତ ଘନ ବିଶେଷ ଅଛି, ଲେଖିବ ଆୟତ ଘନ। ଓକେ, କେଉଁ ଆକ ସବୁଠାରୁ କମ୍ ପାଇଲ? ସବୁଠାରୁ ହେଉଛି କ'ଣ ପାଇଲ? ସବୁଠାରୁ କମ୍ ଟୋଟାଲି ନାହିଁ, ପାଇଲାନି କମ୍। କେଉଁ ବସ୍ତୁ ସବୁଠାରୁ ଏକାଧିକ ବାର ଅଛି? ଏକାଧିକ ବାର କ'ଣ ଅଛି ପିଲାମାନେ? ଏକାଧିକ ବାର ବେଶୀ ଅଛି, ଗୋଲକ ଅଛି। ଆଉ ଗୋଲକ ଅଛି, ଆଉ କ'ଣ ବେଶୀ କ'ଣ ଅଛି ପିଲାମାନେ? ଆଉ ହେଉଛି ଆୟତ ଘନ ବେଶୀ ଅଛି, ଆୟତ ଘନ, ଏ ଦୁଇଟା ବେଶୀ ଅଛି। ନେକ୍ସଟ ପ୍ରଶ୍ନକୁ ଯିବ ପିଲାମାନେ। ନେକ୍ସଟ ପ୍ରଶ୍ନ କ'ଣ ଅଛି ଦେଖିବା। ଦେଖ, ଏହି ଆକୃତି ଗୁଡ଼ିକ ଦେଖ, ଏହି ଆକୃତି ଗୁଡ଼ିକ ମଧ୍ୟରେ ସମଘନ ଚାରିପଟେ ଗୋଲ କର। ସମଘନ ଯେ ଅଛି, ସମଘନ ଏଠି ଗୋଲ ବୁଲାଇ ଦେବ ଟିକେ ପିଲାମାନେ। ତ ଯେଉଁ ଚିତ୍ର ଗୁଡ଼ିକ ସମଘନ ଅଛି, ଆକୃତି ଗୁଡ଼ିକ ଦେଖ, ନିମ୍ନୋକ୍ତ ଆକୃତି ଗୁଡ଼ିକ, ପ୍ରଶ୍ନ ଗୁଡ଼ିକ ଉତ୍ତର ଦିଅ। ସମଘନ ଚାରିପଟେ ଗୋଲ ବୁଲେଇବ। ସମଘନ କ'ଣଟା ପିଲାମାନେ? ଏଇଟା ଗୋଟେ ସମଘନ, ଏଠି ଗୋଲ ବୁଲେଇ ଦେବ ହେଲା। କୋନ୍ ଆକୃତି ଉପରେ ଠିକ୍ ଚିହ୍ନ ଦେବ। କୋନ୍ ଆକୃତି କେଠି ଅଛି ପିଲାମାନେ? ଏଇଟା ଠିକ୍ ମାରିବ। ଆଉ କେଠି ଅଛି ପିଲାମାନେ? କୋନ୍, ଏଠି ଗୋଟେ କୋନ୍ ଅଛି, ଠିକ୍ ମାରିବ। ସିଲିଣ୍ଡର ଆକୃତିର ଭୁଲ ମାରିବ। ସିଲିଣ୍ଡର କେଠି ଅଛି? ଏଟା ସିଲିଣ୍ଡର ଅଛି, ଏଠି ସିଲିଣ୍ଡର ଅଛି, ଏଠି ସିଲିଣ୍ଡର ଅଛି। ହଁ, ଏଠି ପିଲାମାନେ ଏଠି ଗୋଟେ ରହିଗଲା ତୁମର ସମଘନ ରହିଯାଇଛି, ଏଠି ଗୋଟେ ରହିଲା ତୁମର କୋନ୍ ରହିଯାଇଛି, ଏଠି ଗୋଟେ ସମଘନ ରହିଯାଇଛି। ତାର ଆୟତ ଘନକୁ ବାକ୍ସ କରିବ। ଆୟତ ଘନ କ'ଣ କରିବ ପିଲାମାନେ? ବାକ୍ସ କରିବ। ଏଠି କ'ଣ କରିବ? ବାକ୍ସ କରିଦେବ। କ'ଣ କରିବ? ବାକ୍ସ କରିଦେବ। କ'ଣ କରିବ? ବାକ୍ସ କରିବ। ଓକେ, ବୁଝିପାରିଲେ ପିଲାମାନେ? ଆଉ ଥରେ ବୁଝିଉଛି ଭଲସେ ଦେଖ। ପ୍ରଶ୍ନ କ'ଣ ଦେଇଛି ଦେଖ ପିଲାମାନେ, ଦେଖିବା ପ୍ରଶ୍ନ କ'ଣ ଦେଇଛି। ସମଘନ ଚାରି ପାଖରେ ଗୋଲ କରିବ। ଏଠି ସମଘନ ଗୋଲ ବୁଲେଇ ଦେବ। ଆଉ ସମଘନ କେଠି ଅଛି ପିଲାମାନେ? ଏଠି ଗୋଟେ ସମଘନ ଅଛି, ଗୋଲ ବୁଲେଇବ। ଆଉ ଏଠି ଗୋଟେ ସମଘନ ଅଛି, ଗୋଲ ବୁଲେଇବ, ସଇଲା। ତାପରେ ନେକ୍ସଟ କ'ଣ ଦେଇଛି ପିଲାମାନେ ଦେଖିବା। କୋନ୍ ଉପରେ ଠିକ୍ ଚିହ୍ନ, ଏଟା କୋନ୍ ଠିକ୍ ମାରିବ, ଏଠି ଗୋଟେ କୋନ୍ ଠିକ୍ ମାରିବ। ଆଉ କୋନ୍ କେଠି ଅଛି? ଏଠି ଗୋଟେ କୋନ୍ ଠିକ୍ ମାରିବ। ଓକେ, ନେକ୍ସଟ କ'ଣ ଅଛି ପିଲାମାନେ ଦେଖିବା। ସିଲିଣ୍ଡର ଆକୃତି ଭୁଲ, ସିଲିଣ୍ଡର ଭୁଲ ଦେବ, ସିଲିଣ୍ଡର ଭୁଲ ଦେବ, ସିଲିଣ୍ଡର ଭୁଲ ଦେବ। ଓକେ, ତାପରେ ଲାଗିଛି ଆଉ କ'ଣ ଅଛି ପିଲାମାନେ? ଆୟତ ଘନ ଚାରିପଟେ ବାକ୍ସ କରିବ। ଆୟତ ଘନ କେଠି ଅଛି ପିଲାମାନେ? ଆୟତ ଘନ କେଠି ଅଛି? ତାକୁ କ'ଣ କରିବ? ବାକ୍ସ କରିବ। ଏଟା ଆୟତ ଘନ ଅଛି, ଏଠି ବାକ୍ସ କରିବ। ଏଟା ଆୟତ ଘନ ଅଛି, ବାକ୍ସ କରିବ। ଏଠି ଗୋଟେ ଆୟତ ଘନ ଅଛି, ବାକ୍ସ କରିବ, ସଇଲା। ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ପ୍ରଶ୍ନ ଦେଇଛି ଦେଖ ପିଲାମାନେ। କ'ଣ ଲେଖିବ ପିଲାମାନେ ଦେଖ, କହିଦେଉଛି। ଯାହାର କୌଣସି ଧାର ନାହିଁ। ତ କାହାର ଧାର ନାହିଁ ପିଲାମାନେ? ହେଉଛି ଗୋଲକର। ଗୋଲକ କ'ଣ ଲେଖିବ? ଗୋଲକର ଧାର ନାହିଁ। ଯାହାର ପାର୍ଶ୍ୱଟି କେବଳ ସିଧା, ଲେଖିବ ପିଲାମାନେ ଏଟା ସମଘନ ବି ଲେଖିପାର। ପିଲାମାନେ କ'ଣ ଲେଖିବ? ଏଟା ସମଘନ ବି ଲେଖିପାରିବ, ଆଉ ଆୟତ ଘନ ବି ଲେଖିପାରିବ। କ'ଣ ଲେଖିବ ପିଲାମାନେ? ଆୟତ ଘନ ବି ଲେଖିପାରିବ। ଯାହାର ପାର୍ଶ୍ୱରେ କେବଳ ବକ୍ର, ଏଟା ହେଉଛି ଗୋଲକ। କାହାର ପିଲାମାନେ? ଗୋଲକ ଲେଖିବ। ଗୋଲକ ବଙ୍କା ତା ବକ୍ର। ଉଭୟ ସିଧା ବକ୍ର, ସିଧା ବକ୍ର ନାହିଁ, ଲେଖିବ ନାହିଁ, ସିଧା ବଙ୍କା ନାହିଁ, ନାହିଁ ଲେଖିବ। ଉଭୟ ସିଧା ବକ୍ର କେଉଁ ଲେଖିବ ପିଲାମାନେ? କ'ଣ ଲେଖିବ? ଓ ସିଲିଣ୍ଡର। କ'ଣ ଆଉ? ସିଲିଣ୍ଡର, ସିଲିଣ୍ଡର। ବୁଝିପାରିଲ ପିଲାମାନେ? ଆଉ ଥରେ ବୁଝାଉଛି ପିଲାମାନେ, ଦେଖିଦିଅ। ପ୍ରଶ୍ନ କ'ଣ ଅଛି? ଯାହାର କୌଣସି ଧାର ନାହିଁ, ଗୋଲକ, ପାର୍ଶ୍ୱଟି କେବଳ ସିଧା, ସମଘନ, ଆୟତ ଘନ,
ପାର୍ଶ୍ୱଟି କେବଳ ବକ୍ର ଗୋଲକ ଉଭୟ ସିଧା ଆଉ ବକ୍ର ଅଛି ନାହିଁ ଉଭୟ ସିଧା ପାର୍ଶ୍ୱ ଅଛି କୋନ ସିଲିଣ୍ଡର। ନେକ୍ସଟ ପ୍ରଶ୍ନ ଯିବା ପିଲାମାନେ କ'ଣ ଅଛି ଦେଖିବା। ନେକ୍ସଟ ପ୍ରଶ୍ନକୁ ଆମେ ଦେଖ ଲେଖା ହେଇଛି ତୁମେ କେଉଁ ଆକୃତି କରିପାରିବ। ତୁମେ ଦେଖ ଏଇଟା କେଉଁ ଆକୃତି ତୁମେ କରିପାରିବ ତୁମେ ନିଜେ ଚିତ୍ର ଏହା କରିକି ଦେଖିବ ଯେ ତୁମେ କେଉଁ ଆକୃତି ତୁମେ କରିପାରିବ। ଓକେ ତାପରେ ଲେଖା ହେଇଛି କ'ଣ ପ୍ରଶ୍ନ ଦେଇଛି ପିଲାମାନେ ଦେଖିବା। କ'ଣ ଦେଇଛି ସମଘନ ଗୋଟେ ବ୍ୟବହାର କରି ଆକୃତି ତୁମେ ଏହାକୁ ନିଜେ ଚିତ୍ର ଆଙ୍କିବ। ଓକେ ନିଜେ ତୁମେ ଆଙ୍କିକି କରିବ ଯେ କେମିତି ତୁମେ ନିଜେ କରିପାରିବ। ନେକ୍ସଟ ପ୍ରଶ୍ନକୁ ଯିବା କ'ଣ ଅଛି ପ୍ରଶ୍ନକୁ ଯିବା କ'ଣ ଅଛି ପିଲାମାନେ ନିମ୍ନଲିଖିତ ଆକୃତିର ମଧ୍ୟରେ କ'ଣ ସମାନତା ଅଛି କ'ଣ ଭିନ୍ନ ଅଛି। ଏଇସବୁ ଚିତ୍ର ଭିତରେ ଆକୃତି କ'ଣ ସମାନତା କ'ଣ ଲେଖିବ ସମାନତା ଲେଖିବ। ପ୍ରଥମେ ଲେଖିଦେଉଛି ପିଲାମାନେ ଖାତା କାଢ଼ିକି ଲେଖିଲ ଏଇ ଚିତ୍ର ଗୁଡ଼ିକ ମଧ୍ୟରେ ସମାନତା ପ୍ରଥମେ ଲେଖିବ କ'ଣ ଲେଖିବ ସମାନତା ଦନ୍ତେଶ ମୟକାର ମାନତା ସମାନତା ଲେଖିବ ସମସ୍ତେ କ'ଣ ଲେଖିବ ସମସ୍ତେ ତ୍ରି ଗାର ଦେବ ତ୍ରିମାତ୍ରିକ ପ୍ରଥମଟା ଲେଖିବ ସମାନତାରେ ଲେଖିବ ସମସ୍ତେ ତ୍ରିମାତ୍ରିକ ଆକୃତି ତାପରେ ଆଉ ଅଛି ଭିନ୍ନତା କ'ଣ ଲେଖିବ ପିଲାମାନେ ଭିନ୍ନତା ମାନେ ଅଲଗା କ'ଣ ଭିନ୍ନତା ହେଉଛି ଲେଖିବ ପିଲାମାନେ କ'ଣ ଲେଖିବ ଲେଖିଦେଉଛି ଭିନ୍ନତା ଲେଖିବ ପିଲାମାନେ କ'ଣ ଲେଖିବ ଏମାନଙ୍କର ଯାହାକୁ ତାହା ଲେଖ ଖାତାରେ ପିଲାମାନଙ୍କର ଏମାନଙ୍କର ପୃଷ୍ଠ ଧାର ଶୀର୍ଷ ଏମାନଙ୍କର ପୃଷ୍ଠ ଧାର ଶୀର୍ଷ ସଂଖ୍ୟା ଭିନ୍ନ ସଂଖ୍ୟା କ'ଣ ଲେଖିବ ପିଲାମାନେ ଭିନ୍ନ ଲେଖିଦେଲ ଭିନ୍ନ ହେଲା ସଇଲା ଏତିକି ହେଲା ଏମାନଙ୍କର ସେ ପୃଷ୍ଠ ଧାର ସଂଖ୍ୟା ଭିନ୍ନ ପ୍ରଥମ ସମାନତା ଲେଖିବ ସମସ୍ତେ ତ୍ରିମାତ୍ରିକ ଆକୃତି ଭିନ୍ନତା ହେଉଛି ଏମାନଙ୍କର ପୃଷ୍ଠ ଧାର ଶୀର୍ଷ ସମସ୍ତ ସଂଖ୍ୟା ଭିନ୍ନ ସଇଲା। ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖିବା କ'ଣ ଅଛି ଏକ ଲୁଡୁ ଗୋଟିକୁ ଦେଖ ଏହାର 1ରୁ 6 ବିନ୍ଦୁ ଅଛି 6 ବିନ୍ଦୁ ସୂଚିତ ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି ଲେଖିବ ଆନ୍ସର ଲେଖିବ ପିଲା 6ର ବିପରୀତ କ'ଣ ଥାଏ ଲୁଡୁ ଦେଖିବ 1 ଥାଏ କ'ଣ ଥାଏ ପିଲାମାନେ 1 ଥାଏ 5ର ପିଲାମାନେ କ'ଣ ଥାଏ 2 ଥାଏ 4 କ'ଣ ଥାଏ ପିଲାମାନେ ହେଲା ତାପରେ ଲେଖାଛି 3ର ବିନ୍ଦୁ କ'ଣ ଥାଏ ପିଲାମାନେ 4 ଥାଏ ବୁଝିପାରିଲ। ତ ଏଗୁଡ଼ିକ କେଉଁ ସହିତ ଲକ୍ଷ୍ୟ କରୁଛ ଏ ସହିତ ଲକ୍ଷ୍ୟ ପିଲାମାନେ ଲେଖିବ କେଉଁ ସହିତ କରୁଛ ଲେଖିବ ସଂରଚନା ଲକ୍ଷ୍ୟ କରୁଛ ଲେଖିଦେଉଛି ଲେଖିବ ବିପରୀତ କ'ଣ ଲେଖିବ ବିପରୀତ କ'ଣ ଲେଖିବ ପିଲାମାନେ ବିପରୀତ ପାର୍ଶ୍ୱ ଗୁଡ଼ିକ ବିପରୀତ ପାର୍ଶ୍ୱ ଗୁଡ଼ିକର ବିନ୍ଦୁ ସମଷ୍ଟି ସର୍ବଦା ସବୁବେଳେ ଦେଖିବ ପିଲାମାନେ ବିନ୍ଦୁ ସର୍ବଦା ସବୁବେଳେ କହିବ 7 ହବ 7 ହୁଏ ଦେଖିବ ଲୁଡୁ ଗୋଟେ ଦେଖ 6ର ଉଲ୍ଟା 1 ମାନେ 6 ଆଉ 1 7 5ର ଉଲ୍ଟା 2 5 2 7 3ର ଉଲ୍ଟା 4 7 ଅର୍ଥାତ୍ ତୁମେ ଲକ୍ଷ୍ୟ କରିବ ପିଲାମାନେ ବିପରୀତ ପାର୍ଶ୍ୱ ଗୁଡ଼ିକର ବିନ୍ଦୁ ସମଷ୍ଟି ସର୍ବଦା 7 ହୁଏ କେମିତି ହୁଏ 7 ଦେଖ ଦେଖିବ କେମିତି ଲେଖିବ ଲେଖିସାରିଲ ତାପରେ କେମିତି ଲେଖିବ ଟିକେ ପିଲାମାନେ ତ ଲେଖିଦେଲି ବିନ୍ଦୁ ବିପରୀତ 7 ହୁଏ ବ୍ରାକେଟ୍ ଦେଇକି ଲେଖିବ ପିଲାମାନେ 1 ଯୁକ୍ତ ମିଶାଇଲେ 7 ହେଉଛି ତାପରେ ହେଉଛି 2 ଆଉ 5 ମିଶାଇଲେ 7 ହେଉଛି ଆଉ କେତେ ପିଲାମାନେ ନେଇଛି 3 ଆଉ 4 ମିଶାଇଲେ 7 ହେଉଛି ପ୍ରତ୍ୟେକ ଲୁଡୁ ଗୋଟେ ଦେଖ ବିପରୀତ ସବୁ ଦୁଇଟା ସହିତ ମିଶାଇଲେ କ'ଣ ହେଉଛି 7 ହେଉଛି। ତାର ପ୍ରଶ୍ନ ଯିବା ଏହି ମଡେଲଟି କେଉଁ କ୍ରମରେ ନିର୍ମିତ ହେଲା ଲେଖିଦେଇଛି ପିଲାମାନେ କ'ଣ ଲେଖିବ उत्तर लिख पे लिखाई यही मॉडलटी क्यों क्रम निर्मित लिख यही मॉडलटी लिखी खाता गाड़ी लिखि नि
ଲେଖିବ ଏହି ମଡେଲଟି ବହୁଭୁଜ କ'ଣ ଲେଖିବ ପିଲାମାନେ ବହୁଭୁଜ ଏହି ମଡେଲଟି ବହୁଭୁଜ ବାହୁ ସଂଖ୍ୟା କ୍ରମରେ ବହୁଭୁଜ ବାହୁ ସଂଖ୍ୟା କ୍ରମରେ ନିର୍ମିତ ପୂର୍ଣ୍ଣଚ୍ଛେଦ ହେବ। ତାପରେ ଲେଖିଦେବ ତିନି ବାହୁ ଲେଖିବ ତିନି ବାହୁ ହେଲା। ତାପରେ ଲେଖିଦେବ ତିନି ବାହୁ କ'ଣ ଲେଖିବ ତ୍ରିଭୁଜ ତିନି ବାହୁ ଲେଖିଦେବ ପିଲାମାନେ। ଏହି କ୍ରମଟି କେଉଁ ଲେଖିଛ ଏହି କ୍ରମଟି ଲେଖିବ ପିଲାମାନେ। ଏହି କ୍ରମଟି ବହୁ କ୍ରମରେ ଲେଖିବ। ତାପରେ ଲେଖିବ ତିନି ବାହୁ ଓକେ ତ୍ରିଭୁଜ ଲେଖିଦେବ ତିନି ବାହୁ ତ୍ରିଭୁଜ। ତାପରେ ଲେଖିବ ଚାରି ବାହୁ ବର୍ଗ ପଞ୍ଚବାହୁ ପଞ୍ଚଭୁଜ ହେଲା। ଗୋଟେ ବାହୁ କଣ ଏମିତି ଲେଖିଦେବ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ କ'ଣ ଦେଖ। ତାପରେ ଲେଖିଛି ତିନୋଟି ସମଘନକୁ ନେଇ ଭିନ୍ନ ଭିନ୍ନ ଆକୃତି କର ହେଲା। ତୁମେ କ'ଣ କରିବ ପିଲାମାନେ ତୁମେ ଏହା କ'ଣ କରିବ ତିନିଟା ଭିନ୍ନ କ'ଣ କର ତୁମେ ଭିନ୍ନ ଗୋଟେ କରିଦେବ ପିଲାମାନେ ଏମିତି କରିଦେବ ତିନିଟା ଭିନ୍ନ ନେଇ ଏମିତି କରିଦେବ ଏଲ୍ କରିଦେବ ହେଲା। ଯୋଡ଼ି କ'ଣ ଗୋଟେ ଏଲ୍ କରିଦେବ ଏମିତି ଯୋଡ଼ି ଏମିତି ବାକ୍ସ ଅଛି ନା ସମଘନକୁ ନେଇକି ଯୋଡ଼ି ପିଲାମାନେ କ'ଣ କରିଦେବ ଗୋଟେ ଏଲ୍ କରିଦେବ ଏଲ୍ କରିଦେବ। ନହେଲେ ଆଉ ଗୋଟେ ତୁମେ ଟି ଆକାର ବି କରିପାରିବ। ଏଇଟା ଯୋଡ଼ି କ'ଣ କରିବ ପିଲାମାନେ ସବୁ ଯୋଡ଼ି କ'ଣ କରିବ ଟି ଆକାରରେ କହିଦେବ। କ'ଣ କରିବ ପିଲାମାନେ ଟି ଆକାରରେ କହିଦେବ। ସଇଲା। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ କ'ଣ ଅଛି ପିଲାମାନେ ତଳେ ନମୁନା ଗୁଡ଼ିକର ଆକୃତି ଗୁଡ଼ିକର ନାମ ଲେଖ ସେଗୁଡ଼ିକର ତିଆରି କରିବା ପାଇଁ କିପରି ସଜାଇଛି ତାହା ବର୍ଣ୍ଣନା କର। ତ ଲେଖୁଛ ପ୍ରଥମେ କ କିପରି ଲେଖିବ ଆନ୍ସର କ ଲେଖିବ କର ଆନ୍ସର ପରେ ଲେଖିଦେଉଛି ପ୍ରଥମେ 10 ନମ୍ବର କର ଏହାର ଆନ୍ସରଟି କହୁଛି ପିଲାମାନେ ଖାତାରେ ଲେଖିନ କ'ଣ ଲେଖିବ ପିଲାମାନେ ଲେଖିବ ପ୍ରଥମଟା ହେଉଛି କ ନମ୍ବର ଦେଇଦେବ ଲେଖିବ କ ନମ୍ବର ଲେଖିବ କ'ଣ ପିଲାମାନେ ଆୟତ ଘନ କ'ଣ ଲେଖିବ ପିଲାମାନେ ଆୟତ ଘନ ଲେଖିଲ। ତାପରେ ଲେଖିବ ଚାରିଟି କ'ଣ ଲେଖିବ ଚାରିଟି ଆୟତ ଘନକୁ ଚାରୋଟି ଆୟତ ଘନକୁ ପାଖାପାଖି ପିଲାମାନେ ଚାରିଟି ଆୟତ ଘନକୁ ପାଖାପାଖି ରଖି ଏକ ବଡ଼ ଆୟତ ଘନ ତିଆରି କରାଯାଇଛି। ମନେହେଲା ପିଲାମାନେ ଆଉ ଥରେ ବୁଝିନିଅ କୋ ଚିତ୍ର ଲେଖିବ ପିଲାମାନେ ଆୟତ ଘନ ଲେଖିଦେଲ ତାପରେ ଚାରିଟି ଆୟତ ଘନକୁ ପାଖାପାଖି ରଖି ଏକ ବଡ଼ ଆୟତ ଘନ ତିଆରି କରାଯାଇଛି। ସଇଲା। ଖ ନମ୍ବର ପ୍ରଶ୍ନକୁ ଯିବା। ଖ ନମ୍ବର ପ୍ରଶ୍ନ ଉତ୍ତର କ'ଣ ଲେଖିବ ଏହାର ଉତ୍ତର ଲେଖିବ ଖ ନମ୍ବର ଦେଇଦେବ ଖ ନମ୍ବର ଦେଇକି ଏହାର ଆନ୍ସର କ'ଣ ଲେଖିବ ପିଲାମାନେ ଦେଖ ଲେଖିବ କ'ଣ ଲେଖାଯାଇଛି ପିଲାମାନେ ଖ ନମ୍ବର ଉତ୍ତର କ'ଣ ଅଛି ଲେଖିବ ଏଟା ହେଉଛି ବର୍ଗ ଚିତ୍ର ହେଲା। ଲେଖିବ ବର୍ଗ ଚିତ୍ର ଗାର ଦେଇଦେବ ବର୍ଗ ଚିତ୍ର ହେଲା। ବର୍ଗ ଚିତ୍ର ଲେଖିଦେବ ବୁଝିଗଲ। ତାପରେ ଲେଖିବ କ'ଣ ଲେଖିବ ପିଲାମାନେ ବର୍ଗ ଚିତ୍ର ଆଉ ବର୍ଗ ଚିତ୍ର ବି ଆୟତ ଚିତ୍ର ବି ଲେଖିପାରିବ। ଦୁଇଟା ଅଛି ଆୟତ ଚିତ୍ର ବି ଅଛି ଆୟତ ଚିତ୍ର ବି ଅଛି ବର୍ଗ ଚିତ୍ର ଆୟତ ଚିତ୍ର ଲେଖିବ କ'ଣ ଲେଖିବ ବର୍ଗ ଚିତ୍ରରେ ଏଟା ଲେଖିବ ତଳଟା ହେଉଛି ପିଲାମାନେ ନା ଏଟା ହେଉଛି ବର୍ଗ ଚିତ୍ର ନା ପିଲାମାନେ ସରି ଟିକେ ରୁହ ଲେଖିବ ସବୁ ହେଉଛି ପିଲାମାନେ ଏଟା ଆୟତ ଚିତ୍ର ସବୁ ହେଉଛି ପିଲାମାନେ ଆୟତ ଘନ ଲେଖିବ ଏଠି ଲେଖିବ ଆୟତ ଏଟା ବି ଦେଖ ପିଲାମାନେ ଲକ୍ଷ୍ୟ କର ଏଟା ହେଉଛି ଆୟତ ଘନ ଏଟା ହେଉଛି ଲେଖିବ ପିଲାମାନେ ଆୟତ ଘନ ହେଲା। ଲେଖିବ ଏହି ଚିତ୍ରରେ ସମସ୍ତ କ୍ଷେତ୍ର ଆୟତ ଘନାକାର ଓକେ। ନେକ୍ସଟ ପ୍ରଶ୍ନ ଗୋର ବି ସେଇ ସମସ୍ତ ଆୟତ ଘନାକାର ଲେଖିବ ଗୋର ବି ଲେଖିବ ଆୟତ ଘନାକାର
ଘରେ ବି ଲେଖିବ ଆୟତ ଘନାକାର। ତାପରେ ଶେଷ ପ୍ରଶ୍ନ ପିଲାମାନେ କ'ଣ ଅଛି? 6ଟି ଲୁଡୁ ଗୋଟି ବ୍ୟବହାର କରି ନିମ୍ନତ ଆକୃତି କରିବ। 6ଟି ଲୁଡୁ କ'ଣ କରିବ ପିଲାମାନେ? ତ 6ଟି ଲୁଡୁ ଗୋଟି ବ୍ୟବହାର କରି ନିମ୍ନ ଆକୃତି ଗୁଡ଼ିକ ତିଆରି କର। ଏକ ଆୟତଘନ ତିଆରି କରିବ। 6ଟି ଲୁଡୁ ଗୋଟି ନେଇ ନେବ ପିଲାମାନେ, ଦେଖି ଆୟତଘନ କରିବ। ଲୁଡୁ ଗୁଟିକୁ ନେଇ ନେବ, ଏମିତି କରିକି ଲୁଡୁ ଗୁଟିକୁ ନେଇ ନେବ ହେଲା। ଲୁଡୁ ଗୁଟିକୁ ନେଇ କ'ଣ କରିବ ପିଲାମାନେ? 6ଟି ଲୁଡୁ ଗୁଟି ବ୍ୟବହାର କରି ଆକୃତି ଆୟତଘନ। ଆୟତଘନ କେମିତି ତିଆରି କରିବ ପିଲାମାନେ? ଏମିତି ଆଉ ଗୋଟେ ଏଠି କରିଦେବ, ପାଖକୁ ଯୋଡ଼ି ଯୋଡ଼ି 3ଟା, ଆଉ ଗୋଟେ କରିଦେବ ପିଲାମାନେ 3ଟା ହେଲା। ପୁଣି ତଳେ କରିଦେବ 3ଟା, 6ଟା ହେଇଗଲା। ଏଟା ବି ଓକେ ପିଲାମାନେ। ଏଟା ହେଉଛି ଏମିତି କରିକି 6ଟା। ଏଟା ହେଉଛି ଗୋଟେ ହେଲା ଆୟତଘନ। କି ହେଲା ପିଲାମାନେ? ଆୟତଘନ। ଆଉ କ'ଣ ଦେଇଛି ପିଲାମାନେ? କ'ଣ ଦେଇଛି ପିଲାମାନେ ଦେଖିବା। ଗୋଟେ ଟାୱାର। ଟାୱାର କେମିତି? ସେମିତି 6ଟା ନେଇକି ବନେଇବ, ନେଇକି ସେମିତି ଟାୱାର ବନେଇବ। ଏମିତି କରିକି ଟାୱାର 6ଟା ନେଇକି ଟାୱାର ବନେଇବ। ତଳକୁ ତଳକୁ କରିଦେବ ଆଉ ହେଲା। ଏମିତି କରିକି ତୁମେ ତଳକୁ ତଳକୁ ଲୁଡୁ ଗୁଟି କରିକି ଟାୱାର ବନେଇବ। 6ଟା କରି ନେବ, 4ଟା, ଏଠି ହେଲା 5ଟା, ଏଠି ଆଉ ଗୋଟେ କରିଦେବ 6ଟା। ଟାୱାର ହେଇଗଲା। ଏଟା ହେଉଛି ସିଧା ଟାୱାର ହେଇଗଲା। ତାପରେ କ'ଣ ଅଛି ପ୍ରଶ୍ନ ପିଲାମାନେ? ତୁମ ପସନ୍ଦର ଆଉ ଗୋଟେ ଯେକୌଣସି, ତୁମ ପସନ୍ଦର ଗୋଟେ ଯେକୌଣସି ତିଆରି କରିବ। ତୁମେ ଆଉ ପସନ୍ଦ ମନେକର ଗୋଟେ ତିଆରି କରିଦେବ, ଟି ଆକାର ତିଆରି କରିଦେବ। ତ ସେମିତି ବାକ୍ସ କରିଦେବ, ନେଇ ନେଲ ଲୁଡୁ ଗୁଟି ନେଇ ନେବ, ଯୋଡ଼ି ଯୋଡ଼ି ଲୁଡୁ ଗୁଟି ନେଇ ନେଲ। ଓକେ, ଆଗେ ଲୁଡୁ ଗୁଟି ନେଇ ନେବ, 4ଟା ମୁଁ ଲୁଡୁ ଗୁଟି ନେଇଲେ। ତଳେ କ'ଣ କରିବ? ଆଉ ଗୋଟେ ତଳେ କରିଦେବ ହେଲା। ଏଟା ନିଜ ପସନ୍ଦର, ଏଟା ମୁଁ ନିଜେ ପସନ୍ଦର ମୁଁ କଲି। ଏଟା ଦେଖ ନିଜ ପସନ୍ଦ, ମୋର ଗୋଟେ ଟି ଆକାର ହେଇଗଲା। ପ୍ରଶ୍ନ ହେଇଥିଲା ତୁମ ପସନ୍ଦର ଗୋଟେ 6ଟି ଲୁଡୁ ଗୁଟି ଲେଖାଯାଇଛି। 6ଟି ଲୁଡୁ ଗୁଟି ନେଇ ତୁମେ କରିବ। ତ ପିଲାମାନେ ପ୍ରଶ୍ନ ସହ ଉତ୍ତର ବୁଝିପାରିଲ। ଭିଡ଼ିଓ ଯଦି ପସନ୍ଦ ଆସେ ତେବେ ଲାଇକ୍ କରିବ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବ, କମେଣ୍ଟ କରି ମୋତେ ଜଣାଇବ ଯେ କେଉଁ ବିଷୟରେ ଆଉ ତ ପ୍ରଶ୍ନ ଉତ୍ତର ଦରକାର। ପିଲାମାନେ ନେକ୍ସଟ ଭିଡ଼ିଓରେ ପୁଣି ଆଉ ତୁମର ଅଲଗା ସବୁ ବିଷୟରେ ପ୍ରଶ୍ନ ଉତ୍ତର ଆଣିବି। ଯଦି ତୁମର ଆଉ କେଉଁ ବିଷୟ ଦରକାର ନିହାତି ମୋତେ କମେଣ୍ଟ କରି ଜଣାଇବ।